ଓଡ଼ିଶାର ଇତିହାସରେ ଗୋଟିଏ ଏମିତି ସମୟ ଥିଲା ଯେତେବେଳେ କ୍ଷମତା ଗୋଟିଏ ସାମ୍ରାଜ୍ୟରୁ ଆଉ ଗୋଟିଏ ସାମ୍ରାଜ୍ୟ ହାତକୁ ଯାଉଥିଲା। ତେବେ ଆସନ୍ତୁ ଜାଣିବା ମୁଗଲମାନଙ୍କଠାରୁ ଆରମ୍ଭ କରି ମରାଠାମାନଙ୍କ ପର୍ଯ୍ୟନ୍ତ ଏହି ପରିବର୍ତ୍ତନ କେମିତି ଓଡ଼ିଶାର ଭାଗ୍ୟକୁ ଗଢ଼ିଥିଲା। ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ପାଖାପାଖି 200 ବର୍ଷର ବି ଅଧିକ ସମୟ ଓଡ଼ିଶା କେବଳ ଗୋଟେ ଭୂଖଣ୍ଡ ନଥିଲା, ଏହା ଥିଲା ଶକ୍ତିଶାଳୀ ସାମ୍ରାଜ୍ୟମାନଙ୍କ ପାଇଁ ଏକ ବଡ଼ ପୁରସ୍କାର। ଆଉ ଏହି ମାଟିକୁ ନିଜ ଅଧୀନକୁ ଆଣିବା ପାଇଁ ସେମାନେ ବାରମ୍ବାର ଲଢ଼ାଇ କରୁଥିଲେ। ହେଲେ ପ୍ରଶ୍ନ ଉଠୁଛି, ଏଇ ନୂଆ ନୂଆ ଶାସକମାନେ କ'ଣ କେବଳ କ୍ଷମତା ପାଇଁ ଲଢ଼ୁଥିଲେ, ନା ସେମାନଙ୍କର ଶାସନ ଓଡ଼ିଶାର ପ୍ରଶାସନ, ସଂସ୍କୃତି ଆଉ ତାର ପରିଚୟକୁ ସତରେ ବଦଳେଇ ଦେଇଥିଲା? ଚାଲନ୍ତୁ ଏହାରି ଉତ୍ତର ଖୋଜିବା। ତେବେ ଆମ କାହାଣୀ ଆରମ୍ଭ ହେଉଛି ମୋଗଲମାନଙ୍କର ଆଗମନରୁ। ଦେଖିବା ଏହି ଶକ୍ତିଶାଳୀ ସାମ୍ରାଜ୍ୟ ଓଡ଼ିଶାରେ ନିଜ ଶାସନର ମୂଳଦୁଆ କେମିତି ସ୍ଥାପନ କଲା। ଜାଣନ୍ତି, ଓଡ଼ିଶାରେ କ୍ଷମତା ପରିବର୍ତ୍ତନ ବହୁତ କମ୍ ସମୟ ଭିତରେ ହୋଇଗଲା। 1590ରେ କୁତଲୁ ଖାନ୍ ଲୋହାନୀ ନିଜକୁ ସ୍ୱାଧୀନ ଘୋଷଣା କଲେ ସତ୍, କିନ୍ତୁ ଏ ସ୍ୱାଧୀନତା ବେଶୀ ଦିନ ତିଷ୍ଠି ପାରିଲାନି। ମାତ୍ର 2 ବର୍ଷ ଭିତରେ ରାଜା ମାନସିଂ ତାଙ୍କୁ ହରାଇଦେଲେ ଆଉ 1593 ବେଳକୁ ଓଡ଼ିଶା ସମ୍ପୂର୍ଣ୍ଣ ଭାବେ ମୋଗଲ ସାମ୍ରାଜ୍ୟର ଅଂଶ ହୋଇସାରିଥିଲା। ଆଚ୍ଛା, ମୋଗଲମାନେ ଓଡ଼ିଶାକୁ ଅଧିକାରତ କରିନେଲେ, କିନ୍ତୁ ଶାସନ କେମିତି କଲେ? ଆକବରଙ୍କଠୁ ଆରମ୍ଭ କରି ପରବର୍ତ୍ତୀ ସମ୍ରାଟମାନଙ୍କ ପର୍ଯ୍ୟନ୍ତ ସେମାନଙ୍କର ନୀତିରେ କ'ଣ ଫରକ ଥିଲା? ଦେଖନ୍ତୁ, ମୋଗଲ ଶାସନର ଆରମ୍ଭରେ ଆକବର ଆଉ ଜାହାଙ୍ଗୀରଙ୍କ ଭିତରେ ଗୋଟେ ବଡ଼ ପ୍ରଶାସନିକ ପାର୍ଥକ୍ୟ ଥିଲା। ଆକବର ସ୍ଥାନୀୟ ମୁଖିଆମାନଙ୍କୁ ବେଶୀ ହଇରାଣ କରୁନଥିଲେ, କିନ୍ତୁ ଜାହାଙ୍ଗୀର ଚାହିଁଲେ ସିଧାସଳଖ କେନ୍ଦ୍ରରୁ ଶାସନ କରିବାକୁ। ସେଥିପାଇଁ ସେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ସୁବା ବା ପ୍ରଦେଶର ମାନ୍ୟତା ଦେଲେ ଆଉ ନିଜ ପ୍ରତିନିଧି ସୁବାଦାରଙ୍କୁ ପଠେଇ ଶାସନ କଲେ। ତେବେ ଏଠି ପ୍ରଶ୍ନ ଆସୁଛି, ଏ ସୁବା କ'ଣ? ସରଳ ଭାଷାରେ କହିଲେ ଏହାକୁ ଆଜିର ଗୋଟେ ରାଜ୍ୟ ବା ପ୍ରୋଭିନ୍ସ ବୋଲି ଭାବିପାରିବେ। ଯେମିତି ରାଜ୍ୟର ମୁଖ୍ୟ ରାଜ୍ୟପାଳ, ସେମିତି ମୋଗଲ ସାମ୍ରାଜ୍ୟରେ ସୁବାର ମୁଖ୍ୟ ଥିଲେ ସୁବାଦାର। ଏଇଟା ହିଁ ଥିଲା ସେମାନଙ୍କର ପ୍ରଶାସନର ମୂଳଦୁଆ। ଆକବରଙ୍କ ସମୟରେ ଶାସନକୁ ସହଜ କରିବା ପାଇଁ ପୁରା ଓଡ଼ିଶାକୁ 5ଟା ମୁଖ୍ୟ ଭାଗରେ ବାଣ୍ଟି ଦିଆଯାଇଥିଲା, ଯାହାକୁ ସରକାର କୁହାଯାଉଥିଲା। ସେଗୁଡ଼ିକ ହେଲା ଜଳେଶ୍ୱର, ଭଦ୍ରକ, କଟକ, ଚିକାଖୋଲ ଆଉ ରାଜମହେନ୍ଦ୍ରୀ ଦଣ୍ଡପାଟ। କିନ୍ତୁ କ'ଣ ହେଲା ନା, ଔରଙ୍ଗଜେବଙ୍କ ସମୟ ଆସିଲା ବେଳକୁ ମୋଗଲ ସାମ୍ରାଜ୍ୟ ଦୁର୍ବଳ ହେବାକୁ ଲାଗିଲା ଆଉ ଏହାର ଫାଇଦା ଉଠେଇ ଓଡ଼ିଶାରେ ବିଦ୍ରୋହର ନିଆଁ ଜଳି ଉଠିଲା। ଏହି ବିଦ୍ରୋହକୁ ଦବାଇବା ପାଇଁ ଔରଙ୍ଗଜେବଙ୍କୁ ଖାନେ ଦୁରାନଙ୍କ ଭଳି ଜଣେ କଡ଼ା ଶାସକ ପଠାଇବାକୁ ପଡ଼ିଲା। ଏହା ପରେ ପରେ ଓଡ଼ିଶାର ରାଜନୀତିରେ ଗୋଟେ ବଡ଼ ମୋଡ଼ ଆସିଲା। କ୍ଷମତାର କେନ୍ଦ୍ର ଦିଲ୍ଲୀରୁ ଧୀରେ ଧୀରେ ବେଙ୍ଗଲକୁ ଚାଲିଗଲା ଆଉ ଓଡ଼ିଶାର ଶାସନଭାର ନାଏବ ନାଜିମ୍ ବା ଉପରାଜ୍ୟପାଳମାନଙ୍କ ହାତକୁ ଆସିଲା। ତେବେ ଏହି ନାଏବ ନାଜିମ୍ମାନେ ପ୍ରକୃତରେ କିଏ ଥିଲେ? କାଗଜପତ୍ରରେ ତ ସେମାନେ ଥିଲେ ବେଙ୍ଗଲ ରାଜ୍ୟପାଳଙ୍କର ପ୍ରତିନିଧି, କିନ୍ତୁ ବାସ୍ତବରେ ସେମାନେ ହିଁ ଥିଲେ ଓଡ଼ିଶାର ପ୍ରକୃତ ଶାସକ। କହିବାକୁ ଗଲେ ସେମାନେ ନାମକୁ ମାତ୍ର ପ୍ରତିନିଧି ଥିଲେ, କିନ୍ତୁ ସେମାନଙ୍କ ହାତରେ ଥିଲା ଅସଲ କ୍ଷମତା। ସେମାନଙ୍କର କ୍ଷମତା କେତେ ଥିଲା, ତାର ସବୁଠୁ ବଡ଼ ଉଦାହରଣ ହେଉଛି ଜଗନ୍ନାଥ ମନ୍ଦିର ଉପରେ ସେମାନଙ୍କର ନିୟନ୍ତ୍ରଣ। ଦେଖନ୍ତୁ, ଗୋଟେ ପଟେ ଜଣେ ନାଏବ ନାଜିମ୍ ମହମ୍ମଦ ତକି ଖାଁ ମନ୍ଦିର ଉପରେ ଆକ୍ରମଣ କରୁଛନ୍ତି ଆଉ ଆର ପଟେ ଆଉ ଜଣେ ମୁର୍ସିଦ କୁଲି ଖାଁ ଦ୍ୱିତୀୟ ପୁଣି ସେଠି ପୂଜା ଆରମ୍ଭ କରୁଛନ୍ତି। ଏଥିରୁ ସଫା ସଫା ଜଣାପଡ଼ୁଛି ଯେ ସେମାନଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ଓଡ଼ିଶାର ଧାର୍ମିକ ଭାବନାକୁ କେମିତି ପ୍ରଭାବିତ କରୁଥିଲା। ମୋଗଲ ଶାସନ ଦୁର୍ବଳ ହେଲା ପରେ ଓଡ଼ିଶାର ରାଜନୈତିକ ମଞ୍ଚ କିନ୍ତୁ ଖାଲି ପଡ଼ିନଥିଲା। ଦୂରରୁ ଏକ ନୂଆ ଶକ୍ତିର ଆଗମନ ହେଉଥିଲା ଆଉ ସେମାନେ ଥିଲେ ମରାଠା। ଏଥର ଓଡ଼ିଶା ଇତିହାସର ଏକ ନୂଆ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଥିଲା। ତେବେ 1751 ମସିହାରେ ଗୋଟିଏ ଶାନ୍ତି ଚୁକ୍ତି ସହିତ ଓଡ଼ିଶାରେ ମରାଠା ଯୁଗ ଆରମ୍ଭ ହେଲା। ଏହି ଶାସନ ପାଖାପାଖି ଅଧା ଶତାବ୍ଦୀ ଧରି ଚାଲିଥିଲା ଆଉ 1793ରେ ସଦାଶିବ ରାଓଙ୍କ ନିଯୁକ୍ତି ସହିତ ଏହା ତାର ଶେଷ ପର୍ଯ୍ୟାୟରେ ପହଞ୍ଚିଲା। ମରାଠାମାନେ ବହୁତ ଚାଲାକ ଥିଲେ। ସେମାନେ ଏକ ଦ୍ୱୈତ ଶାସନ ବ୍ୟବସ୍ଥା ଆପଣେଇଲେ। ସମତଳ ମୋଗଲବନ୍ଦୀ ଅଞ୍ଚଳକୁ ସେମାନେ ସିଧାସଳଖ ନିଜ କଣ୍ଟ୍ରୋଲରେ ରଖି ଟିକସ ଆଦାୟ କଲେ, କିନ୍ତୁ ପାହାଡ଼ିଆ ଗଡ଼ଜାତ ଅଞ୍ଚଳର ରାଜାମାନଙ୍କୁ କହିଲେ, ତୁମେ ଶାସନ କର, କେବଳ ଆମକୁ ବର୍ଷକୁ କିଛି ଟିକସ ଦେଇଦେବ। ଏହା ବହୁତ ଚତୁର ରାଜନୈତିକ ଚାଲ ଥିଲା। ଆଉ ତାପରେ ମରାଠାମାନେ ଏମିତି ଗୋଟେ ନୀତି ଆଣିଲେ ଯାହା ଓଡ଼ିଶା ଆଗରୁ କେବେ ଦେଖିନଥିଲା। ସେମାନେ ଆରମ୍ଭ କଲେ ତୀର୍ଥଯାତ୍ରୀ କର, ମାନେ ପୁରୀକୁ ଆସୁଥିବା ପ୍ରତ୍ୟେକ ଯାତ୍ରୀଙ୍କୁ ସରକାରଙ୍କୁ ଟିକସ ଦେବାକୁ ପଡ଼ୁଥିଲା। ଏହା ସେମାନଙ୍କର ରାଜକୋଷ ପାଇଁ ଏକ ବଡ଼ ଆୟର ଉତ୍ସ ପାଲଟିଗଲା। କିନ୍ତୁ ଖାଲି ଶାସନ ନୁହେଁ, ମରାଠାମାନଙ୍କର ସବୁଠୁ ବଡ଼ ପ୍ରଭାବ ଥିଲା ଓଡ଼ିଶାର ସଂସ୍କୃତି ଉପରେ। ସେମାନେ ବୁଝିପାରିଥିଲେ ଯେ ଓଡ଼ିଶାର ହୃଦୟ ହେଉଛି ଜଗନ୍ନାଥ ମନ୍ଦିର।
ତେଣୁ ସେମାନେ ମନ୍ଦିରର ପରିଚାଳନା ନିଜ ହାତକୁ ନେଲେ, ମରାମତି ପାଇଁ ପଇସା ଦେଲେ ଆଉ ରଥଯାତ୍ରାକୁ ଏକ ବିଶାଳ ଉତ୍ସବରେ ପରିଣତ କରି ଲୋକଙ୍କର ମନ ଜିଣିନେଲେ। ତେବେ ଏହି 2 ଶତାବ୍ଦୀର ଶାସନ ପରିବର୍ତ୍ତନର ଶେଷ ଫଳାଫଳ କ'ଣ ହେଲା? ମୋଗଲ ଆଉ ମରାଠା ଏହି 2 ମହାଶକ୍ତି ଓଡ଼ିଶା ଉପରେ ନିଜର କିଭଳି ଛାପ ଛାଡ଼ିଗଲେ? ଏଥିରୁ ଗୋଟିଏ କଥା ତ ସ୍ପଷ୍ଟ, ମୋଗଳଙ୍କ ସରକାର ବ୍ୟବସ୍ଥା ହେଉ କି ମରାଠାଙ୍କ ସୁବାଦାର ଶାସନ, ପ୍ରତ୍ୟେକ ଶକ୍ତି କେବଳ ଟିକ୍ସ ଆଦାୟ କରିନାହାନ୍ତି, ବରଂ ନିଜର ପ୍ରଶାସନିକ ଆଉ ସାଂସ୍କୃତିକ ନୀତି ଦ୍ୱାରା ଆଜିର ଓଡ଼ିଶାର ମୂଳଦୁଆକୁ ଗଢ଼ିଛନ୍ତି। ଏହି ଲମ୍ବା ଇତିହାସ ଶେଷରେ ଏକ ଗଭୀର ପ୍ରଶ୍ନ ଛାଡ଼ିଯାଏ। ଶତାବ୍ଦୀ ଶତାବ୍ଦୀ ଧରି ବାହାରର ଶାସନ ସହିବା ପରେ ଓଡ଼ିଆ ହେବାର ଅର୍ଥ କ'ଣ? ଏତେ ସବୁ ସାମ୍ରାଜ୍ୟର ପ୍ରଭାବ ଭିତରେ ଓଡ଼ିଶା ନିଜର ସ୍ୱତନ୍ତ୍ର ପରିଚୟକୁ କେମିତି ବଞ୍ଚାଇ ରଖିଲା? ବୋଧହୁଏ ଏହା ହିଁ ହେଉଛି ଓଡ଼ିଆ ଅସ୍ମିତାର ପ୍ରକୃତ କାହାଣୀ।